ଐশ্বର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଛାଡ଼ପତ୍ର ଚର୍ଚ୍ଚା ଏବେ ବି ଚାଲିଛି। ଏହି ଘଟଣାକୁ ନେଇ ତାଙ୍କ ପରିବାର ଦୀର୍ଘ ସମୟ ଧରି ଚର୍ଚ୍ଚାରେ ରହି ଆସିଛନ୍ତି। ପ୍ରାୟ ସମୟରେ ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। କାରଣ ଏବେ ଯାଏଁ ବି ସେମାନଙ୍କ ମଧ୍ୟରେ ଛାଡ଼ପତ୍ର କଥା ସମାଧାନ ହୋଇନି। ଅନେକ ସମୟରେ ଏମିତି କିଛି ଘଟଣା ଘଟୁଛି ଯାହା ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଉଛି। ଆଉ ସବୁଠାରୁ ବଡ଼ କଥା ହେଲା ଏହି ସେଲିବ୍ରିଟିଙ୍କ ବିଷୟରେ ଜାଣିବା ପାଇଁ ସୋଶାଲ ମିଡିଆରେ କୋଟି କୋଟି ୟୁଜର ଚାତକ ଭଳି ଚାହିଁ ବସିଛନ୍ତି। ତେବେ ନିକଟରେ ଯେଉଁ ତାଜା ଖବର ସାମ୍ନାକୁ ଆସିଛି ତାହା ହେଲା ଐଶ୍ୱର୍ଯ୍ୟାଙ୍କ ଡାଏରୀର ସ୍କ୍ରିନଶଟ୍। ଏହା ଖୁବ୍ ପୁରୁଣା, କିନ୍ତୁ ଡିଭୋର୍ସ ଚର୍ଚ୍ଚା ଚାଲିଥିବାରୁ ଅଚାନକ ସୋଶାଲ ମିଡିଆରେ ଏହା ଖୁବ୍ ଭାଇରାଲ ହେଉଛି। ଜଣେ ୟୁଜର ଏହାକୁ ସେୟାର କରିଛନ୍ତି। ଏହାକୁ 1994 ମସିହାରେ ମିସ୍ ୱାର୍ଲ୍ଡ ଟାଇଟଲ ହାସଲ କରିବା ବେଳେ ଲେଖିଥିଲେ ଐଶ୍ୱର୍ଯ୍ୟା। ଏଥିରେ ସେ ନିଜର ମନର କଥା ଲେଖିଛନ୍ତି। ବହୁ ପୁରୁଣା ହେଲେ ବି ଏହା ଏବେ ଖୁବ୍ ଭାଇରାଲ ହେଉଛି। ତେବେ ସବୁଠାରୁ ବଡ଼ କଥା ହେଲା ଏହି ସ୍ଲାମ୍ ବୁକ୍ରେ ସେତେବେଳେ ସେ ଲେଖିଥିଲେ ଆଦର୍ଶ ସମ୍ପର୍କ ତାଙ୍କୁ ବୋର୍ କରିଦିଏ। ଏମିତି ଅନେକ କିଛି ସେତେବେଳେ ସେ ଲେଖିଛନ୍ତି, ଯାହାକି ବର୍ତ୍ତମାନ ସମୟରେ ତାଙ୍କୁ ତାଙ୍କ ଲେଖା ସହ ଯୋଡ଼ିଲେ ଆଶ୍ଚର୍ଯ୍ୟ ଲାଗିବ। ସ୍ଲାମ୍ ବୁକ୍ର ଏକ ପ୍ରଶ୍ନ ଥିଲା ଐଶ୍ୱର୍ଯ୍ୟାଙ୍କୁ କ'ଣ ଅଧିକ ପ୍ରୋତ୍ସାହିତ କରିଥାଏ। ସେଥିରେ ସେ ଲେଖିଛନ୍ତି, ମୋତେ ଅନ୍ଧାରରେ ବି ଯିଏ ଆଲୋକର ରାସ୍ତା ଦେଖାଇଥାନ୍ତି। ଅନ୍ୟ ଏକ ପ୍ରଶ୍ନ ଥିଲା କେତେବେଳେ ଅଧିକ ବିରକ୍ତି ହୁଅନ୍ତି ଐଶ୍ୱର୍ଯ୍ୟା। ଏହାର ଉତ୍ତରରେ ସେ ଲେଖିଥିଲେ ଯେ ଯେଉଁ ଲୋକମାନେ ନିଜର ଖରାପ ଡ୍ରେସ୍ ବାହାରେ ସାର୍ବଜନୀନ ଭାବେ ସଫା କରନ୍ତି। ଯେତେବେଳେ ମୋତେ ଭାରି ବିରକ୍ତ ଲାଗିଥାଏ ସେତେବେଳେ ହିଁ ମୁଁ ଚିଡ଼ି ଯାଇଥାଏ। ସେ ଏହା ମଧ୍ୟ ଲେଖିଛନ୍ତି ଯେ ମୋ କଷ୍ଟ ବା ମନର ବ୍ୟଥା ମୁଁ କେବେ କାହାରିକୁ କହିବାକୁ ଭଲ ପାଏ ନାହିଁ, କାରଣ ସେସବୁ ମୋ ନିଜର ଅଟେ। ମୁଁ ଅନ୍ୟକୁ କାହିଁ କହିବି। ସ୍ଲାମ୍ ବୁକ୍ରେ ଏମିତି ଅନେକ ପ୍ରଶ୍ନ ଏବଂ ତାର ଉତ୍ତର ମଧ୍ୟ ରଖିଛନ୍ତି ଐଶ୍ୱର୍ଯ୍ୟା। ବ୍ୟୁରୋ ରିପୋର୍ଟ, SGTV ଓଡ଼ିଆ।